ଆପଣମାନଙ୍କ ଇଏରେ ତ ଯାଇପାରିବିନି, ଯଥାଶୀଘ୍ର ଆରମ୍ଭ କରିବା। ତ ଯାଇପାରିବିନି ଯୋଉଟାରେ ମୁଁ ଶ୍ରୀଯୁକ୍ତ ଅରୁଣ ସାହୁ ମହୋଦୟ ସେ ପଡ଼ିଆ ମଧ୍ୟରେ ରହିବେ ଏବଂ ମନୋଜ ଆହୁଜା ମହୋଦୟ ନା ଆଇଏଏସ୍ ବନ୍ଧୁତ୍ୱପୂର୍ଣ୍ଣ ତାଙ୍କୁ ମଧ୍ୟ ଅନୁରୋଧ କରାଯାଉଛି ସବୁବେଳେ ସେ ପଡ଼ିଆ ମଧ୍ୟରେ ଆସି ଖେଳର ଉଦ୍ଘାଟନରେ ଭାଗ ନେବେ। ରବି ନାୟକ ମହୋଦୟ, ଅଧିବେଶନ ସରିଗଲା, ଅଧିବେଶନ ସରିଲା ପରେ ସମସ୍ତେ ମୁକେଶ ମହାଲିକ ଯୋଉ ପ୍ରେସର ଥିଲା ଏବଂ ସମସ୍ତେ ନିଜ ନିଜ ଟାଟା ଷ୍ଟିଲର ଭାଇସ୍ ପ୍ରେସିଡେଣ୍ଟ ଏଇଠି ଆପଣମାନଙ୍କର ଏଇଠୁ ଆରମ୍ଭ ହେଲା। ବର୍ତ୍ତମାନ 5 ଜଣଙ୍କୁ ଅନୁରୋଧ କରିବି ତାକୁ ସମାପ୍ତ ଦୟାକରି ଆପଣମାନେ ନିଜ ନିଜ କାର୍ଯ୍ୟକ୍ଷେତ୍ର ପଡ଼ିଆ ମଧ୍ୟରେ ପୁଣି ଆଉଥରେ ଉପସ୍ଥିତ ହୋଇ ଯେତେବେଳେ ଷ୍ଟାର୍ଟ ଏ ହେବ ଖେଳଟିକୁ ଉଦ୍ଘାଟିତ କରନ୍ତୁ ଏବଂ ଖେଳ ଆରମ୍ଭ କରନ୍ତୁ। କାରଣ ଦିନକୁ ଦିନ ସମୟ ବଢ଼ି ବଢ଼ି ଯାଉଛି ପାର୍ଲାମେଣ୍ଟାରୀ ପ୍ରୋସିଜରରେ ଏବଂ ଡେଲିବରେସନ ବେଶୀ ସମୟ ପଡ଼ିଆ ମଧ୍ୟରେ ରହିଲେ ଖେଳିବା ପାଇଁ ମନ ଭାଙ୍ଗିଯିବ। ତେଣୁ ଯଥାଶୀଘ୍ର ଆସନ୍ତୁ କରିବାର ଅଛି ନା, ଖେଳ ତାହେଲେ ଆରମ୍ଭ ଏଇ କରିବା। ଯୋଉ ବିସଙ୍ଗତି ଗୁଡ଼ିକ ରହିଛି ଆଉଥରେ ମୁଁ ଅନୁରୋଧ କରିଦେଉଛି ଭାବିକି ସେଗୁଡ଼ାକୁ ଦୂର କର। ଶ୍ରୀଯୁକ୍ତ ଅରୁଣ ସାହୁ ମହୋଦୟ, ନାହିଁ ବା ଦଳ ଦଳ ଭିତରେ ନାହିଁ, ମନୋଜ ଆହୁଜା ଯଦି ମହୋଦୟ, ଭିତରେ ଆମେ ରବି ନାୟକ ମହୋଦୟ, ଭିତରେ ଯୋଉଭଳି ଭାବରେ ମୁକେଶ ମହାଲିକ ମହୋଦୟ ହୁଏ ଏବଂ ଟାଟା ଷ୍ଟିଲର ଭାଇସ୍ ପ୍ରେସିଡେଣ୍ଟ ଏହି 5 ଜଣଙ୍କୁ ଅନୁରୋଧ କରିବି ଏଠି କିଏ ଦୟାକରି କିଏ ଆପଣମାନେ এই ବିରୋଧରେ କେହି ପଡ଼ିଆ ମଧ୍ୟରେ ଉପସ୍ଥିତ ହୋଇ ଏଇଠି ବନ୍ଧୁତ୍ୱ ଆଜିର ଯେଉଁ ପ୍ରଥମ ମ୍ୟାଚ୍ ଲିଡର୍ସ ଏବଂ ଟାଟା ଷ୍ଟିଲର ଖେଳାଳିମାନଙ୍କ ସହିତ ପରିଚିତ ହୋଇ ଖେଳ ଆରମ୍ଭ କରିବା ପାଇଁ ଭାରି ଭାଇଟାଲ ଚେଷ୍ଟା କରନ୍ତୁ। ମୁଁ ବି ଗୋଲକିପର କିନ୍ତୁ ସବୁଠୁ ଶେଷରେ ସେଇ କରୁଛି ଦୟାକରି ଆପଣମାନେ ପଡ଼ିଆ ମଧ୍ୟରେ ଲାଇନ୍ ଅପ୍ ନିର୍ଦ୍ଧାରଣ ଗୋଲକିପର ହିଁ କରିଥାଏ। ଦୟାକରି ପଡ଼ିଆ ମଧ୍ୟରେ ଲାଇନ୍ ଅପ୍ 11 ଜଣ ପ୍ଲେୟାର ଖେଳ ଆରମ୍ଭ କରିବା। ଆଉ ବାକି ଯିଏ ଆପଣଙ୍କର ବିପକ୍ଷରେ ଅଛନ୍ତି ସେମାନେ ଖେଳ ଆରମ୍ଭ କରିବା। ନିର୍ଦ୍ଧାରଣ କରନ୍ତି। ପ୍ରଶାସନିକ ସେମାନେ ଯଦି ଭଲ ଖେଳିବେ ଆପଣ ନ ଖେଳିବେ ତାହେଲେ ତ ଅସୁବିଧା ଅଛି। ସେମାନଙ୍କଠୁ ଭଲ ଖେଳିବା ପାଇଁ ଚେଷ୍ଟା କରିବାକୁ ପଡ଼ିବ। ତେଣୁକରି ଭାଗ୍ୟ ନିର୍ଦ୍ଧାରଣ ନାହିଁ, ନିଜ କର୍ମ ଉପରେ ବିଶ୍ୱାସ ରଖନ୍ତୁ। ତେଣୁକରି କର୍ମ ଯଦି ଠିକ୍ କରିବେ ବିଜୟ ସୁନିଶ୍ଚିତ। ଧନ୍ୟବାଦ।